जगन्नाथ सांग माने केमिति अछंती समस्ते भलरे थिबे खुशी रे थिबे ना खुशी रे रुहंतु भलरे रुहंतु। देखिले लोभ लागुच कि एटा कौन केक भलिया देखा जाउची ना नहीं एटा केक नुह एटा मुआ केक या मुआ पिठा कहबा सब बेले रज सावित्री रे स्पेशल करू ଆଉ ସମସ୍ତେ ବିରକ୍ତିଆ ହେଇଯିବେନି। ରଜରେ ସବୁଦିନ କ'ଣ ଆମେ ଗୋଟେ ପ୍ରକାର ପୋଡ଼ ପିଠା ଖାଇବା। ଆଜି କିଛି ଚାଲନ୍ତୁ ନୂଆ ବନେଇବା ଯେଉଁଟାକି କ'ଣ ମୁଆଁ ପିଠା କହିବା। ଏହା ମୁଆଁ କେକ୍ ପୁରା ସ୍ପଞ୍ଜି ନରମ ତୁଳା ଭଳି ଥରେ ବନେଇଲେ ବାର ବାର ବନେଇକି ଏହାକୁ ଖାଇବାକୁ ମନ ହେବ ଆପଣମାନଙ୍କର ପୋଡ଼ ପିଠା ହିଁ ଭୁଲିଯିବେ। ସେଥିପାଇଁ ଗୋଟେ 2 କପ୍ ଚାଉଳ ଆପଣ ଅରୁଆ ଚାଉଳ ଉଷୁନା ଚାଉଳ ଦୁଇଟା ନେଇପାରିବେ ଯେଉଁଟା ବି ଆପଣଙ୍କର ଇଚ୍ଛା। ମୁଁ ଏଠି 2 ପ୍ରକାର ଚାଉଳ ଦେଖାଉଛି ଦେଖନ୍ତୁ। ଅରୁଆ ଚାଉଳର ଗୋଟେ ମୋଟା ଦାନା ଗୋଟେ ପତଳା ଦାନା ଆଉ ବିରି ନେଇଯିବେ 2 କପ୍। ତାକୁ ଭଲ ଭାବରେ 6-7 ଘଣ୍ଟା ଭଲ ଭାବରେ ମିଶାଇକି ଭିଜେଇ ଦେବା। ରାତିରେ ତାକୁ ଭିଜେଇ ଦେବା 6-7 ଘଣ୍ଟା ଭିଜିଗଲା ପରେ ସକାଳେ ଭଲ ଭାବରେ ଧୋଇ ତାକୁ ଆଣ ପ୍ରସ୍ତୁତ କରିଦେବା। ଆଣ ପ୍ରସ୍ତୁତ କରି ତାକୁ ଚାଲନ୍ତୁ ବେକିଂ ଟିକେ ଘଣ୍ଟେ 2 ଘଣ୍ଟା ଛାଡ଼ିଦେବା ଆମେ ତାର ଫର୍ମାଟିଂ ହେବା ପାଇଁ। ତା ଭିତରେ ଆମେ ନଡ଼ିଆକୁ ଫଟେଇଦେବା। ନଡ଼ିଆକୁ ଫଟେଇ ତାର ପୁର ପ୍ରସ୍ତୁତ କରିବା। ପୁର ପାଇଁ ଆମେ ନଡ଼ିଆକୁ କୁରେଇ ନେଲୁ। ଏଠି 250 ଗ୍ରାମ ଗୁଡ଼ ନେଇଗଲି। ସେଥିରେ ନଡ଼ିଆ ଆଉ ଗୁଡ଼କୁ ଭଲ ଭାବରେ ଦେଖନ୍ତୁ ମିକ୍ସ କରିଦେଲି। ମୁଁ ଏଥିରେ ଗୋଟେ ପିଞ୍ଚ ଲୁଣ ପକେଇଦେବା ଆଉ ନଡ଼ିଆ ଗୁଡ଼କୁ ମିକ୍ସ କରିଦେବା ହାତରେ କାହିଁକିନା ତାକୁ ଆମେ ପାଣି ଦେବୁନୁ। ଏମିତି ମିକ୍ସ ଭଲ ଭାବରେ ହେଇଗଲା ପରେ ଆମେ କଢ଼େଇ ଗରମ କରିକି ଏଇ ମିକ୍ସକୁ ଆମେ ସେଥିରେ ପକେଇବା ଜନ୍ତେଇବା। କାହିଁକିନା ଗୁଡ଼ରୁ ବି ପାଣି ବାହାରିବ ଆଉ ନଡ଼ିଆ ସେଥିରେ ଭଲ ଭାବରେ ଟାଣ ହେଇଯିବ। ପୁର ବଢ଼ିଆ ଭାବରେ ମାନେ ଝୁଡ଼ଝୁଡ଼ିଆ ପୁର ହେବ ଆଉ ପାଣି ସଫ୍ଟ ହେବ ନାହିଁ। ପାଣି ଦେଲେ କ'ଣ ଟିକେ ସଫ୍ଟ ହେଇଯିବ। ଆମକୁ ଟିକେ ଟାଣ ଟାଣ ଦରକାର ତେଣୁ ପାଣି ନଦେଲେ ଭଲ। ଏଥିରେ ଆପଣ ଏବେ ଚାହିଁବେ ଯଦି ଯେଉଁ ଛେନା ବି ଦେଇପାରିବେ କିନ୍ତୁ ମୁଁ ଏଠି ଖାଲି ନଡ଼ିଆ ଆଉ ଗୁଡ଼ରେ ପୁର ପ୍ରସ୍ତୁତ କରୁଛି। ଭଲ ଭାବରେ ପୁରକୁ ଜନ୍ତିବା ଜନ୍ତୁଣି ସାହାଯ୍ୟରେ। ପୁର ହେଲା ଭିତରେ ମୋର ଗୋଟେ କଥା ମନେ ପଡ଼ିଲା। ସାବିତ୍ରୀରେ କ'ଣ ଆପଣ ସବୁ ସ୍ପେଶାଲ କରୁଛନ୍ତି? ଲୁଗା ବଗଡ଼ା କିଣାକୁଣି ସରିଲାନି କି ନାହିଁ? ଲୁଗା ଦୋକାନରେ ତ ଏବେ ପ୍ରଚୁର ଭିଡ଼। ଯେତେବେଳେ ମୁଁ ଗଲି ସାବିତ୍ରୀ ପାଇଁ ଲୁଗା ଦୋକାନକୁ ସାବିତ୍ରୀରେ ଲୁଗା କିଣିବା ପାଇଁ ଗୋଟେ ଘଟଣା ଘଟିଲା ଚାଲନ୍ତୁ ମୁଁ ଆପଣଙ୍କୁ କହୁଛି। ଲୁଗା ତ ସମସ୍ତେ କିଣୁଥାନ୍ତି କିନ୍ତୁ ତା ଭିତରେ କିଛି ଅଛନ୍ତି କ'ଣ କରିବେ କି ନା ଲୁଗା ଭିତରେ ଆଉ ଗୋଟେ ଲୁଗା ନେଇ ପଳେଇ ଯାଉଛନ୍ତି। ସେମିତି ଗୋଟେ ଲୁଗା ଦୋକାନରେ ବାର ବାର ଗୋଟେ ଚୋରଟା ଆସୁଥାଏ ଲୁଗା ଚୋରି କରି ନେଇ ପଳେଇ ଯାଉଥାଏ। ତ ତାକୁ ଲୁଗା ଦୋକାନୀ ଧରିଲା ଆଉ ପୁଲିସ ହାତରେ ଦେଲା। ପୁଲିସ ପଚାରିଲା ଆରେ କ'ଣ ବାର ବାର ତୁ ଏଇ ଦୋକାନଟାକୁ ଆସୁଛୁ? ଆରଥର ବି ଆସିଥିଲୁ ଧରା ପଡ଼ିଥିଲୁ ମୁଁ ତତେ ନେଇ ଯାଇଥିଲି ଆଉ ଛାଡ଼ି ଦେଇଥିଲି। ତୁ କ'ଣ ପାଇଁ ଗୋଟେ ଦୋକାନରେ ଚୋରି କରୁଛୁ ଧରା ପଡ଼ିଯାଉଛୁ? ସିଏ କହୁଛି ଆଜ୍ଞା କ'ଣ କରିବି ମୋ ସ୍ତ୍ରୀକୁ ତ ଏଇ ଦୋକାନର ଲୁଗାଟା ହିଁ ପସନ୍ଦ ଲାଗୁଛି ସେଥିପାଇଁ ମୁଁ ଏଠି ଆସି ଚୋରି କରି ନେଇ ଯାଉଛି ଆଉ କ'ଣ କହିବା ଆଜ୍ଞା। ସାବିତ୍ରୀରେ ଭିଡ଼ ଦେଖିକି କିଛି ଆପଣ ଚୋରି କରିବେ ନାହିଁ କାହିଁକିନା ଧରା ପଡ଼ିଲେ ବହୁତ ମାଡ଼ ଖାଇବେ ପୁଲିସଠୁ। ଆଉ ଚାଲନ୍ତୁ ଯାହା ସିଏ ତାର ଧରା ପଡ଼ିଲା ଆମର କ'ଣ ଯାଉଛି ସେଥିରେ। ଆମେ ଏଠି ମୁଆଁ ପିଠା ବନେଇ ଦେବା ଚାଲନ୍ତୁ। ମୁଆଁ ପିଠାରେ ପୁର ଭଲ ଭାବରେ ପ୍ରସ୍ତୁତ ହେଇଗଲା ପରେ ଆମେ କ'ଣ କରିବା ଗୋଟେ ଡେକ୍ଚିରେ ପାଣି ଗରମ କରିଦେବା। ସେଥିରେ ଗୋଟେ ଷ୍ଟାଣ୍ଡ ଲଗାଇଦେବା। ପାଣି ଭଲ ଭାବରେ ଗରମ ହେଇଗଲା ପରେ ଗୋଟେ ଅଲଗା ପାତ୍ରରେ ରିଫାଇନ୍ ଅଏଲ୍ ଭଲ ଭାବରେ ନେଇଯିବି। ସେଥିରେ କି ଆମେ ଏଇ ଯେଉଁ ସୋକ୍ କରିକି ରଖିଥିଲେ ଯେଉଁ ବ୍ୟାଟରଟାକୁ ଭଲ ଭାବରେ ଅଧା ଦେଇଦେବା। ଅଧା ଦେଲା ପରେ ଆମର ଦେଖନ୍ତୁ ପୁର କେତେ ବଢ଼ିଆ ଝୁଡ଼ିଝୁଡ଼ିଆ ହେଇଯାଇଛି। ତାକୁ ତାପରେ ପକେଇବା। ଯେତେ ମାତ୍ରାରେ ଆପଣ ଦରକାର ପୁର ପିଠା ଯେତେ ବଡ଼ ବନାଉଥିବେ ସେଇ ଅନୁସାରେ ଆପଣ ସ୍ପ୍ରେଡ଼୍ କରିବ ପୁରଟିକୁ। ପୁଣି ତାପରେ ଆଉ ଅଧା ବ୍ୟାଟର ଯେଉଁ ରଖିଥିବେ ତାକୁ ଦେଇଦେବା। ଦେଇଦେଲା ପରେ ଆମେ ଯେଉଁ ଷ୍ଟାଣ୍ଡ ଲଗାଇଥିବା ପାଣିରେ 20-25 ମିନିଟ୍ ଆମେ ସିମ୍ ମାନେ ଧିମା ଆଞ୍ଚ କରି ସେଥିରେ ବସେଇବା ପିଠାଟିକୁ ହେବା ପାଇଁ। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି କେକ୍ ଭଳିଆ ପୁରା ଦେଖାଯାଉନି? ତେଣୁ ସେଥିପାଇଁ ଆମେ ୟାକୁ ମୁଆଁ କେକ୍ କହୁଛୁ ୟା ମୁଆଁ ପିଠା କହୁଛୁ। ଏଥିରେ ଆଉ କିଛି କରିବାକୁ ପଡ଼ିବନି ଆପଣଙ୍କୁ।
सिंपल पानी रे ताकू बसेइबे सेटा सिझीगला परे मझिरे मझिरे टिके चेक करिया को पड़िबो काहेकिना मझी अंशटा टिके लेट लागे हवा पाई सेतिपई 20-25 मिनिट हाई रे रखिबेनी गैस को काहेकि हाई रखिले तळे पानी गुडाक सुखीजिवो स्लो 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 गैस चलिले आराम रे सी मुआ पिठा हेइजिवो आपण 20-25 मिनिट रे मुआ पिठा प्रस्तुत हेइजिवो नुआ प्रकार पिठा बनातु खातु एंजॉय करंतु रज रे स्पेशल कौन आ सब कहते मत जनातु जदि भल लगिला मो चैनल को प्लीज सब्सक्राइब कर दियंतु लाइक करंतु शेयर भी करंतु आप कमेंट रे कहंती आपण माने मुआ पिठा केमिति बनाउचंती केमिति लागिला खाइबा पई बहुत स्पंजी बहुत सहज आ बहुत टेस्टी भी लागे समस्ते खाइबे आकु पिलाटू बड़ जार दांत नहीं भी सी भी खाई पाइबे कहीं बहुत स्मूथ होता है केक भाया स्पंजी होता है खाई बनातु खुशी रे रुहतु एंजॉय करंतु आपणकर रज सावित्री स्पेशल रे बनातु मुआ पिठा आ सावित्री धीरे जाई भल भाव शाढ़ी किणतु जो मानकर टिके आदत अच्छी चोरी करवा कि कौटा नहीं जिबा गोटे सहित आउ गोटे नहीं जिबा ताकू जमा करंतु नहीं कहीं धरा पड़िले अपमान रे पड़िबे आपण खुशी रे रुहतु भलरे रुहतु आउ पैसा देई जिनिस किणतु।